ଶୀତ ଋତୁ ଆସିଲେ ଫୁଲକୋବିର ଚାହିଦା ବହୁତ ପରିମାଣରେ ରହିଥାଏ। ଆଉ ଶୀତ ଋତୁ କୋବିଟା ଖାଇବା ପାଇଁ ବହୁତ ଭଲ ଟେଷ୍ଟ ଲାଗିଥାଏ। ତାକୁ ଆମେ ଭଜା, ତରକାରୀ, ଚିଲି ଯାହା ବି କରନ୍ତି ବହୁତ ଭଲ ଲାଗିଥାଏ। ଆସନ୍ତୁ ଆଜି ସେ ଫୁଲକୋବିକୁ ନେଇକିନା ଏମିତି ଏକ ତରକାରୀ କରିବା ଯାହା ଖାଇବା ପାଇଁ ବହୁତ ଭଲ ଲାଗିଥାଏ। ରୁଟି, ଭାତ, ପଖାଳ ଗରମ ଯାହା ବି ଖାଆନ୍ତୁ ପରଟା ସହିତ ବହୁତ ଭଲ ଲାଗିବ। ଆଶା କରୁଛି ଭିଡ଼ିଓଟି ସମ୍ପୂର୍ଣ୍ଣ ଭଲ ଲାଗିବ। ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଫଲୋ କରିଦେବେ। ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଗାୟତ୍ରୀ ମାନସ ଆପଣଙ୍କ ସହିତ ମାନସୀରେ। ଏବେ ଦେଖନ୍ତୁ ଗୋଟେ ଫୁଲକୋବି ନେଇଯାଇଛି, ପୁରା ବଡ କୋବିଟିଏ। ତାକୁ ବଡ ବଡ ଖୋପା କରିକି ମୁଁ କାଟିକି ନେଇଯାଇଛି। ଆକୁ ବି ଧୋଇ ଦେଇଛି। ଆପଣ ବି ଦେଖୁଛନ୍ତି ପତ୍ର ବି ମୁଁ ନେଇଛି। ଯୋଉ କଣ କଣି ପତ୍ର ଥାଏ, ଡାଙ୍ଗ ଥାଏ, ମତେ ବହୁତ ଭଲ ଲାଗିଥାଏ ଖାଇବା ପାଇଁ। ସେଇଟା ହିଁ ମୁଁ ନେଇଛି। ଯଦି ଆପଣଙ୍କୁ ଭଲ ଲାଗେ ନିଅନ୍ତୁ, ନଚେତ୍ ତାକୁ ସ୍କିପ୍ ମଧ୍ୟ କରିଦିଅନ୍ତୁ। ପ୍ରଥମେ ଆମେ କୋବିକି ଭାଜିବା, ସେଥିପାଇଁ ମୁଁ ପତ୍ରରୁ କାଢି ଦେଇଛି। ଦେଖନ୍ତୁ ଏଇଟା ପତ୍ର ଆଉ ଡାଙ୍ଗ। ପତ୍ର ଟିକେ ବଡ ସାଇଜରେ ନେଇଯାଇଛି। ଆପଣ ଛୋଟ ଛୋଟ କରିକି ନେଇପାରନ୍ତି କିମ୍ବା ନ ନେଇ ପାରନ୍ତି। ଏବେ ଯାନ୍ତୁ ଗ୍ୟାସ୍ ବସେଇଦବା। ଗ୍ୟାସ ଉପରେ କଡେଇ ବସେଇଦବା। ମୁଁ ଗୋଟେ କଡେଇ ନେଇଯାଇଛି। ଆକୁ କିନ୍ତୁ ସୃଷ୍ଟି କରିବା ବହୁତ ଭଲ ଲାଗିବ। ଏବେ ଦେଖନ୍ତୁ କଡେଇରେ ମୁଁ ବସେଇ ଦେଇଛି ତେଲ। ତେଲ ଦେଇକି କୋବିକି ଦେଇ ଦେଇଛି। ଆକୁ ଆମେ ଭାଜିବା। ଭାଜିଲେ ହିଁ ବହୁତ ଭଲ ଲାଗିବ। କିନ୍ତୁ ଆପଣ ଏଠି ଆଳୁ ଆକାରରେ କଞ୍ଚା ଆଳୁ ନେଇପାରିବେ। କିନ୍ତୁ ମୋ ଯେହେତୁ ସିଝା ଆଳୁ ଥିଲା, ମୁଁ ସେ ଝାଳକୁ ନେଇକି କରିଛି। ଏବେ ଦେଖନ୍ତୁ ଟିକେ ହଳଦୀ ଗୁଣ୍ଡ ଆଉ ଟିକେ କଲର ଲଙ୍କା ଦେଇଦେଲି। ଯାହାଦ୍ୱାରା ସୁନ୍ଦର ଦେଖାଯାଏ। କୋବିଟା ଭାଜିଲେ ବହୁତ ଭଲ ଦେଖାଯିବ। ଆକୁ ଟିକେ ପୁରା ଭଲ ଭାବେ ଭାଜିଦେବେ। ଏବେ ଦେଖନ୍ତୁ ତାକୁ ଆମେ ଭାଜି ଦେଲେ। ଗ୍ୟାସର ଫ୍ଲେମକୁ ଲୋ ମିଡିୟମ ରଖିକି ଭଲ ଭାବେ ଭାଜିଦେବେ। ଘୋଡେଇ ଘୋଡେଇ ଟିକେ ଭାଜିଦେବେ। ଖୁବ କମ ସମୟରେ ସିଝିଯିବ। ଆଉ ବହୁତ ଭଲ ଭାଜିବାଟା ବି ହେଇଯିବ। ଦେଖନ୍ତୁ ତାର ଟିକେ କଲର ବି ଚେଞ୍ଜ ହେଇଗଲାଣି। କେତେ ସୁନ୍ଦର ଦେଖନ୍ତୁ ଦେଖାଗଲାଣି କୋବିଟା। ଆପଣ ଦେଖିକି ଜାଣିପାରୁଥିବେ। ଆଶା କରୁଛି ଟିକେ ଭଲ ଲାଗିବ। ଯଦି ଭଲ ଲାଗେ ପ୍ଲିଜ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ କରିବେ। ଦେଖନ୍ତୁ ଆମେ ତ ଭଜା ବସେଇ ଦେଇଛେ, ତା ଭିତରେ ଟିକେ ମସଲା ରେଡି କରିବା। ଏଠି ମୁଁ ନେଇଛି ଟମାଟୋ ଦିଟା, ପିଆଜ, ରସୁଣ, ଅଦାକୁ ନେଇଛି। ତା ସହିତ ଟିକେ ନେଇଯିବା ଚାରମଗଜ। ମୋ ପାଖରେ କିଛି ଥିଲା। ଭଲ ପେଷ୍ଟ ଟିକେ ତିଆରି କରି ଆଣିବା। ମସଲାଟା ଆମର ରେଡି ହେଇଯିବ। ତାପରେ ଆମେ ତରକାରୀ କରିବା। ଏବେ ଦେଖନ୍ତୁ ମସଲା ବଟା ମୋର ସରିଯାଇଛି। ତାପରେ ଦେଖନ୍ତୁ କୋବି ପୁରା ଭଲ ଭାବେ ଭାଜି ମଧ୍ୟ ହେଇଗଲାଣି। ତେଣୁକରି ଭଲ ବାସ୍ନା ମଧ୍ୟ ଆସିଲାଣି। ଏବେ ୟାକୁ କାଢିଦେବା ଗୋଟେ ଗୋଟେ। କାଢିଦବା। ଯୋଉଟା ଟିକେ ଆମର ହେଇନି ତାକୁ ଭଲ ଭାବେ ଭାଜିଦବା ଆଉ। ଏବେ ଦେଖନ୍ତୁ ଏମିତି ହେଇଗଲା। ଏବେ ହେଇଗଲା ପରେ ଆମେ ଯୋଉ ଆଳୁ ରଖିଥାନ୍ତି, କଞ୍ଚା ଆଳୁ କିମ୍ବା ସିଝା ଆଳୁ, ତାକୁ ଟିକେ ଭାଜିଦେବେ। ଯେହେତୁ ମୋ ପାଖରେ ସିଝା ଆଳୁ ଗୋଟେ ରହିଯାଇଛି, ତେଣୁକରି ସକାଳେ ମୁଁ ସିଝେଇଥିଲି ସିଝା ଆଳୁ, ତେଣୁକରି ଆଉ ଆଳୁକୁ ନଷ୍ଟ ନ କରିକି ମୁଁ ସେ କଞ୍ଚା ଆଳୁ ନ ନେଇକି ସିଝା ଆଳୁ ନେଇଯାଇଛି। ଏବେ ତାକୁ କାଢି ଦେଇ ସାରିଲିଣି। ଯୋଉ ତେଲଟା ଆମର ବଳିଲା, ମୁଁ ସେଇ ତେଲରେ ହିଁ ଆଳୁକୁ ଭାଜିଦେବି। ଆପଣ ଏଠି ବି କଞ୍ଚା ଆଳୁ ଭାଜି ପାରିବେ। କିମ୍ବା ଖାଲି ମଧ୍ୟ କରିପାରିବେ। ଆପଣଙ୍କ ଇଚ୍ଛା ଆଳୁ ପକେଇବେ ନ ପକେଇବେ ନିଜ ଉପରେ ନିର୍ଭର କରେ। ଏବେ ଦେଖନ୍ତୁ ଯଦି ମୋର ତେଲ ବଳିଥିଲା, ମୁଁ ସେଇଥିରେ କଣ କରିଛି ନା ସିଝା ଆଳୁ ନେଇଯାଇଛି। ଦେଖନ୍ତୁ ମୁଁ ତାକୁ ଛୋଟ ଛୋଟ ଯେତେବେଳେ ଆଳୁ ଥିଲା, ତାକୁ ଦି ଦି ଖଣ୍ଡ ଏବେ କରିଦେଇଛି। ଏବେ ଦେଖନ୍ତୁ ମୁଁ ଆଳୁକୁ ସେଥିରେ ଦେଇକି ଟିକେ ଭଲ ଭାବେ ଭାଜିଦେବି। ଭାଜିଦେଲେ ତା ଟେଷ୍ଟଟା ଭଲ ଆସିଥାଏ। ଖାଇବା ପାଇଁ ବହୁତ ବଢିଆ ଲାଗିଥାଏ। ଦେଖନ୍ତୁ ଏଠି ମୁଁ ଏକ୍ସଟ୍ରା ତେଲ ଆଉ କିଛି ଦେଇନି। କେବଳ ଯେତିକି ତେଲ ଥିଲା ମୁଁ ସେତିକିରେ ହିଁ ଆଳୁକୁ ବି ଭାଜିଦେବି। ଆପଣ ଭାବୁଥିବେ ଯୋଉ ମସଲାଟା ଲାଗିଛି ହଳଦୀଟା, ସେଥିରେ ପୋଡିଯିବ। ସେ ପୋଡିବନି। ଭଲ ଭାବେ ଟିକେ ପିଠା ଖଡିକାରେ ଏମିତି ଭଲ ଭାବେ ଟିକେ କରିଦେବେ, ଯେହେତୁ ସବୁତକ ବାହାରି ଆସିବ ଆରାମସେ। ଆଉ ସେ ଭଲ କୁଡକୁଡ ବି ଲାଗିଥିବ ଜାଣିଥିବେ। ଆଉ ବହୁତ ଭଲ ଲାଗେ ଖାଇବା ପାଇଁ। ଏବେ ଦେଖନ୍ତୁ ମୋର ହେଇଗଲା। କଡେଇ ମଧ୍ୟ ସଫା ହେଇଗଲା। ଯଦି ଆପଣଙ୍କ କଡେଇ ପୋଡି ଯାଇଛି, ତାହେଲେ ନିହାତି ତାକୁ ଟିକେ ଧୋଇଦେବେ। ନଚେତ୍ ଟିକେ ମସଲାଟା ପୋଡା ଲାଗିବ, ଭଲ ଲାଗିବନି। ଏବେ ଦେଖନ୍ତୁ ମୋର ଆଳୁ ବି କାଢିଦେଲି। ଆଉ ପିଠା ଖଡିକା ସାହାଯ୍ୟରେ ମୁଁ ତାକୁ ଭଲ ଭାବେ ସଫା କରିଦେବି। ଆଉ ସେଇ କଡେଇରେ ମୁଁ କରି ଦେଖନ୍ତୁ ମୁଁ କେମିତି ରାମ୍ପି ଦଉଛି ଦେଖନ୍ତୁ। ଯାହା ଥିଲା ଆମର ହଳଦୀ ଆଳୁ ଯାହା ଟିକେ ଲାଗିଥିଲା, ସବୁ ଏବେ ବାହାରି ଯିବ। ଆଉ ସେଇଥିରେ ଆମେ ମସଲା କରିବା। ଆମେ ତ ଗୋଟେ ମସଲା ବାଟିକି ରଖିଦେଇଛେ। ଆଉ ଏବେ ଆସନ୍ତୁ ରେସିପିଟି ଷ୍ଟାର୍ଟ କରିବା। ଆଶା କରୁଛି ଭିଡିଓଟି ଭଲ ଲାଗିଥିବ। ତାହେଲେ ଦେଖନ୍ତୁ କେମିତି ହେଲା ଆପଣଙ୍କ ମତାମତ କମେଣ୍ଟ ବକ୍ସରେ କହିବେ। ଏବେ ଦେଖନ୍ତୁ ମୁଁ ଆଉ 2-3 ଚାମଚ ତେଲ ପକେଇ ଦେଇଛି। ତେଲ ଟିକେ ଗରମ ହେଇଗଲା ପରେ ମୁଁ ଏଠି ଆଉ କିଛି ଜିନିଷ ଫୁଟେଇନି। ଡାଇରେକ୍ଟ ମସଲାକୁ ଦେଖନ୍ତୁ ଦେଇଦେଲି। ଏଇ ମସଲାଟା କଲେ
ତରକାରୀ ଟେଷ୍ଟଟା ବହୁତ ବଢିଆ ଆସିଥାଏ, ପୁରା ଭଲ ବହଳିଆ ମଧ୍ୟ ହେଇଥାଏ। ଥରେ କରନ୍ତୁ ଜାଣିବେ କେମିତି ହେଲା, ଆପଣଙ୍କୁ ମଧ୍ୟ ପକେଇ ପାରିବେ। ଆପଣ ଚାହିଁଲେ ବି କାଜୁ ମଧ୍ୟ ବି ପକେଇକି ବାଟି ପାରିବେ, କିନ୍ତୁ କହିଲେ ଚାରମଗଜ ରହିଯାଇଥାଏ, ତେଣୁକରି ତାକୁ କଣ ନଷ୍ଟ କରିଦେବା କାହିଁକି, ତେଣୁକରି ତାକୁ ହିଁ ଦେଇଥିଲି ବାଟି। ଆପଣ ଜାଣିଥିବେ ଟମାଟୋ ପିଆଜ ଦେଲେ ବହୁତ ଭଲ ହେଇଥାଏ ମସଲାଟି। ଆଉ ମାନେ ଏମିତି କଲେ ତରକାରୀର ଟେଷ୍ଟ ଆଉ ପ୍ରକାର ଆସିଥାଏ। ଆଉ ଖାଲି ମସଲା ଦେଇକିନା କଲେ ବି ସିଏ ବି ମଧ୍ୟ ତରକାରୀ ଟେଷ୍ଟ ଆଉ ପ୍ରକାର ଆସିଥାଏ। ଏବେ ଦେଖନ୍ତୁ ଆମେ ଯୋଉ ଗ୍ରାଇଣ୍ଡର ଲାଗିଥିଲା ମସଲା ଟିକେ, ମୁଁ ତାକୁ ପାଣି ଟିକେ ଦେଇକି ଧୋଇଦେଲି। ଧୋଇ ଦେଇକି ପାଣି ଦେଇଦେଲେ, ଏବେ ହଳଦୀ ଗୁଣ୍ଡ ଆଉ ଏଠି ଦେଖନ୍ତୁ ନେଇଗଲି ମୁଁ କଲର ଲଙ୍କା ଟିକେ ନେଇଯାଇଛି। ଯାହା ଦ୍ଵାରା କଲର ଟିକେ ଭଲ ଆସିଲେ ତରକାରୀ ଦେଖିବା ପାଇଁ ବହୁତ ଭଲ ଲାଗିଥାଏ। ଏଠି ଦେଖନ୍ତୁ ଶୁଖିଲା ମସଲା ଆକାରରେ ମୁଁ ଲଙ୍କା ଗୁଣ୍ଡ ଅଳ୍ପ ଟିକେ ନେଇଛି, ଯେହେତୁ ଝିଅ ଖାଇବ ମା ଖାଇବେ। ତେଣୁକରି ମୁଁ ଲଙ୍କା ଗୁଣ୍ଡ ଅଳ୍ପ ଟିକେ ନେଇଛି, ଆଉ ଧଣିଆ ଗୁଣ୍ଡ ନେଇଛି ଛୋଟ ଚାମଚ ଚାମଚରେ, ଆଉ ଜିରା ଗୁଣ୍ଡ 1 ଚାମଚ। ଏବେ ଦେଖନ୍ତୁ ମୁଁ ସବୁ ଜିନିଷ ଦେଇଦେଲି। ଏଠି ଆମେ ଯାହା ଯାହା ଦରକାର ମୁଁ ଆପଣଙ୍କୁ ଦେଖେଇ ଦେଇଛି। ଆପଣ ଭଲ ବୁଝିପାରୁଥିବେ, ଯଦି ନ ବୁଝିପାରିବେ ମତେ କମେଣ୍ଟରେ କହିବେ। ଏବେ ଦେଖନ୍ତୁ ଆମେ ଲୁଣ ପକେଇବା, ଆମେ କୋବିରେ ଲୁଣ ପକେଇନେ, ତେଣୁକରି ମୁଁ ଏଇଠି ଲୁଣ ପକେଇବାର କାରଣ ହେଲା ମସଲା ଟା କିଛି କଡେଇରେ ଲାଗିବନି। ଲୁଣ ଏଇ ସମୟରେ ପକେଇଲେ ମସଲା ଖୁବ କମ ସମୟରେ ସିଝିଥାଏ, ଯାହା ଦ୍ଵାରା କଡେଇ ମଧ୍ୟ କିଛି ମସଲା ମଧ୍ୟ ଲାଗିନଥାଏ। ଏବେ ଦେଖନ୍ତୁ ଆପଣଙ୍କୁ ଦେଖେଇଥିଲି ଯୋଉ କୋବି ଡାଙ୍ଗ ଆଉ କୋବି ପତ୍ର ଟା, ମୁଁ ଅନ୍ୟମନସ୍କରେ ପତ୍ର ଟିକେ ବଡ କରିଦେଇଛି, ତେଣୁକରି ସିଝିବ ମଧ୍ୟ କିଛି ହବନି। ଆଉ ଡାଙ୍ଗ ବି ଦେଖନ୍ତୁ ପକେଇଦେଲି। ମସଲା ଟା ଆମର ଅଳ୍ପ ଟିକେ ସିଝିବାର ଅଛି, ଏଇ ସମୟରେ ମସଲା କୋବି ଡାଙ୍ଗ ଖୁବ ପୁରା ସେମ ପରିମାଣରେ ସିଝିବ। ଆଡେ ଦେଖନ୍ତୁ ପକେଇଦେଲି ଟିକେ ମିଟ୍ ମସଲା, ଯାହାକି ତା ଟେଷ୍ଟ ଟା ବହୁତ ବଢିଆ ଆସିବ ପକେଇଦେଲେ। ଏଇଟା ପୁରା ଘୋଡେଇ ଦବା 5 ମିନିଟ ପାଇଁ, ତା ଭିତରେ ମସଲା ସହିତ କୋବିଟା ମଧ୍ୟ ସିଝିଯିବ। ଏବେ ଦେଖନ୍ତୁ ତେଲ ମସଲା ଟା ବାହାରି ଗଲାଣି। ଆଉ ଏଠି ଆମର ଦେଖନ୍ତୁ କିଛି କଡେଇରେ ଲାଗିବାର ନାହିଁ, କିଛି ନାହିଁ, ଆରାମ ସେ ବହୁତ ବଢିଆ ହେଇଗଲାଣି। ଏଇ ସମୟରେ ଆମେ ପକେଇଦେଲେ କୋବି ଆଉ ଆଳୁ, ଦେଖନ୍ତୁ ମସଲାରେ ଏଇ 5 ମିନିଟ ମସଲା ସିଝି ଯାଇଥିଲା। ଏବେ ପୁଣି ଆଉ ଟିକେ ସିଝିବା ପାଇଁ ଆମର ହେଇଗଲା କୋବି ଦେଇଦେଲେ, ସିଝା ଆଳୁ ଦେଇଦେଲେ। ଯଦି ଆପଣ କଞ୍ଚା ଆଳୁ ଦେଇଥିବେ, ତାହେଲେ କଞ୍ଚା ଆଳୁ ଭାଜିବେ, କୋବି କି ପଛେ ଦେଇପାରିବେ। କିନ୍ତୁ ଯେହେତୁ ମୋର ସିଝା ଆଳୁଟା, ତେଣୁକରି ଏଠି ମୁଁ କୋବି ଆଳୁ ଉଭୟକୁ ଏକାଥରକେ ଦେଇ ଦେଇଛି। ଦେଇ ଦେଇକି ଆମେ ଆଉ ତାକୁ ଭଲ ଭାବରେ କଷିଦବା। ଏଇ ଥାଳିଟା ଯୋଉ ଥିଲା ମୁଁ ସେଇ ଥାଳିଟା ଟିକେ ଘୋଡେଇ ଦେଲି। ଆଉ ଯାହା ବି ତାର ଲାଗିଥିବ ସେ ପଳେଇବ ସେଇଠିକି। ଆରାମରେ ସବୁ ଜିନିଷ ଭଲ ସିଝିଯିବ ଦେଖନ୍ତୁ। ଏବେ ଇଏ ମଧ୍ୟ ସିଝିଗଲାଣି, ତା ସହିତ ମସଲା ମଧ୍ୟ କଷି ପୁରା ପୁରି ହେଇଗଲାଣି, ପରଫେକ୍ଟ ଭଲ ବାସ୍ନା ଆସିଲାଣି। ମସଲା ପୁରାପୁରି କଷି ହେଇଗଲାଣି, ପରିବା ମଧ୍ୟ କଷି ହେଇ ସାରିଲାଣି। ଏବେ ଏଠି ଆମର ରେଡି ହେଇଗଲାଣି। ତା ଭିତରେ ମୁଁ ଦେଖନ୍ତୁ ଏଠି ପାଣି ଗରମ କରିଛି। ଆଉ ଏହି ତରକାରୀରେ ଗରମ ପାଣି ଦେବେ, ଥଣ୍ଡା ପାଣି ଦେଲେ ପାଣିଚିଆ ଲାଗିବ। ଗରମ ପାଣି ଦେଲେ ବହୁତ ଭଲ, ପାଣିଚିଆ ଲାଗେନି, ଭଲ ଲାଗେ। ଏବେ ଦେଖନ୍ତୁ ଏପଟେ ବି ଗ୍ୟାସ ଲାଗିଛି। ଆଉ ପାଣି ମୁଁ ଦେଇଦେଲି, ବେଶୀ ଫୁଟିବା ମଧ୍ୟ ଆରମ୍ଭ ହେଇଗଲା। ଏବେ ଆକୁ କଣ କରିବା ନା ଭଲ ଭାବେ ମିକ୍ସ କରିଦବା। ଆଳୁ, କୋବି, ଡାଙ୍ଗ ସବୁ ମସଲା ଏକାଥରେ ସିଝିଗଲା। ଆଉ ଦେଖନ୍ତୁ ଏବେ ଖାଲି ପାଣି ଟିକେ ଫୁଟିବାର ବାକି ଅଛି। ଆଉ ପାଣି ଟା ସିଝିବାର ଆଉ ଟିକେ ବାକି ଅଛି। ଏବେ ଦେଖନ୍ତୁ ସବୁ ଭଲ ଭାବେ ସିଝି ଗଲାଣି। ଆଉ ବହୁତ ଭଲ ଲାଗେ ଏଇ ପ୍ରକାର ତରକାରୀ ଟା କଲେ। ତରକାରୀ ବି ଟିକେ ବହଳିଆ ମଧ୍ୟ ହେଇଥାଏ, ଖାଇବା ପାଇଁ ବହୁତ ଭଲ ଟେଷ୍ଟ ଆସିଥାଏ। ଥରେ କରନ୍ତୁ ଏ ପ୍ରୋସେସ ରେ ତରକାରୀଟି, କେମିତି ହେଲା ଆପଣ ମାନେ ଟିକେ କମେଣ୍ଟରେ କହିବେ। ଏବେ ଦେଖନ୍ତୁ ଫୁଟିବା ଆମର ଯେହେତୁ ଆରମ୍ଭ ହେଇଛି, ମୁଁ ତାକୁ ଆଉ ଟିକେ ପୁଣି ଘୋଡେଇ ଦେଇଛି। ଆମେ ଏଠି ଆଉ ଟିକେ ମସଲା କିଛି ଆଡ କରିବା, ଯାହାକି ଖାଇବା ପାଇଁ ଭଲ ବାସ୍ନା ଥାଏ, ବହୁତ ଭଲ ଲାଗିଥାଏ। ତା କଣ ଦେଖିବା ପାଇଁ ନିହାତି ଭିଡିଓକୁ ଦେଖନ୍ତୁ, ସ୍କିପ ନ କରି ଜାଣିପାରିବେ। ଆଉ ଭିଡିଓ ଭଲ ଲାଗିଲେ ଲାଇକ, କମେଣ୍ଟ, ସେୟାର, ଫେସବୁକରେ ଦେଖୁଥିଲେ ଫଲୋ କରିଦେବେ। ଦେଖନ୍ତୁ ତେଲଟା ପୁରା ଉପରକୁ ଭାସି ଆସିଲାଣି। ଏବେ ଦେଖନ୍ତୁ ପାଣି ଦେଖା ଯାଉଛି, ଯେହେତୁ କୂଅ ପାଣି ଟା ତ ମରିବ ନିହାତି ଭାବରେ ଆଉ ନା। ଆଳୁ ବି ସିଝିବ, ଆଳୁ ଦେଖନ୍ତୁ ମସଲାରେ କସ୍ତୁରୀ ମେଥି, ଗରମ ମସଲା, ହିଙ୍ଗୁ, ଚାଟ ମସଲା, ଆଉ ମ୍ୟାଗି ମସଲା, ଏଇ ସବୁ ଜିନିଷ ମୁଁ ନେଇଛି। ଏବେ ସବୁ ଜିନିଷ ଏଣେ ପକେଇଦେଲି। ଆପଣ ଚାହିଁଲେ ଅଲଗା ପକେଇ ପାରିବେ, ମୁଁ ଆଜି ଏକାଠି କାଢି ଦେଇକି ସବୁ ଜିନିଷ ପକେଇ ଦେଇଛି। ଦେଖନ୍ତୁ ଚାଟ ମସଲା ଟା ଅପସନାଲ ଥାଏ। ମତେ ଟିକେ ଭଲ ଲାଗେ, ତେଣୁକରି ତା ଟେଷ୍ଟ ଟା ମୁଁ ପକେଇଛି। ଆଉ ହିଙ୍ଗୁ ଟିକେ ନିହାତି ପକେଇବେ, ବହୁତ ବଢିଆ ଲାଗିବ। ହିଙ୍ଗୁ, କସ୍ତୁରୀ ମେଥିର ବାସ୍ନା ଟା ମସଲା ତରକାରୀରେ ବହୁତ ବଢିଆ ଆସିଥାଏ। ଏବେ ଦେଖନ୍ତୁ ସବୁ ଜିନିଷ ରେଡି ହେଇଗଲାଣି, ପୁଣି 5 ମିନିଟ ପାଖାପାଖି ଆମର ଫୁଟିବା ହେଇଗଲାଣି। ଆଉ ପାଣି ବି ଟିକେ ମରିଗଲାଣି। ଆପଣଙ୍କୁ ଯଦି ଝୋଳ ଅଧିକ ଦରକାର ତାହେଲେ ରଖିବେ ଟିକେ, ଆଡୁ ଯଦି ମାରିବା କଥା ମାରିପାରିବେ। ଯେହେତୁ ଭାତ ଖାଇବେ, ନିହାତି ଟିକେ ଝୋଳ ଦରକାର, ତେଣୁକରି ଝୋଳର ପରିମାଣ ଟିକେ ଅଧିକା ରଖିବି। କାହିଁକି ନା ଆମର ଏଠି ଭାତ ଖାଇବା ପାଇଁ ମୁଁ ଦିପହରେ ରୋଷେଇ କରିଥିଲି। ଆଉ ଦେଖନ୍ତୁ ଏଠି କୋବି ପୁରା ସିଝି ଯାଇଛି। ଆଉ ମସଲା ସମ୍ପୂର୍ଣ୍ଣ ବାସ୍ନା ବଢିଆ ଆସିଲାଣି, ହେଇଗଲାଣି।
ଆଉ ଶେଷରେ ଟିକେ ଧଣିଆ ପତ୍ର ପକେଇକି ଓହ୍ଲେଇ ଦେବେ। କିନ୍ତୁ ଆଜି ଆମ ଘରେ ଧଣିଆ ପତ୍ର ଯଦି ନଥିଲା ମୁଁ ପକେଇ ନଥିଲି। ଏବେ ମୋର ତରକାରୀ ରେଡି ହେଇଗଲା। ଗ୍ୟାସକୁ ବି ଅଫ୍ କରିଦବା, ଟିକେ ଥଣ୍ଡା ହେବା ପାଇଁ ଛାଡ଼ିଦବା। ତାପରେ ଆକୁ ଗରମ ଗରମ ପରସି ଦବା, ଭାତ ସହିତ ଖାଇବା କିମ୍ବା ରୁଟି ସହିତ ମଧ୍ୟ ଖାଇବା। ଦେଖନ୍ତୁ ଟିକେ ମାତ୍ର 5 ମିନିଟ୍ ଟିକେ ଥଣ୍ଡା ହେଇକି ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ତରକାରୀଟି। ଏବେ ତ ଆପଣ ତରକାରୀ ଦେଖିକି ଜାଣିପାରୁଥିବେ କେତେ ସୁନ୍ଦର ହେଇଛି। ଏବେ ମୁଁ ତାକୁ ଦେଖନ୍ତୁ ପ୍ଲେଟକୁ କାଢି ଦେଇଛି ଏବେ ଖାଇବା ପାଇଁ। ଆଉ ଆହୁରି ଥଣ୍ଡା ହେଇଗଲେ ତରକାରୀଟା ଆହୁରି ପୁରା ବହଳିଆ ହେଇଯିବ। ଆଉ ଯେହେତୁ ଭାତ ଖାଇବା ପାଇଁ ମୁଁ କରିଛି ଟିକେ ରଖିଲି। ଆଉ ଆମକୁ ତ ବହୁତ ଭଲ ଲାଗିଲା, ସେ ଭଲ ଲାଗିଥିବ। ତାହେଲେ ରହିଲି, ଆଉ ଦେଖା ହବା ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଟାଟା ବାଏ ବାଏ, ଧନ୍ୟବାଦ, ଜୟ ଜଗନ୍ନାଥ, ଜୟ ମା ଗାୟତ୍ରୀ। ଆପଣଙ୍କ ଭିଡ଼ିଓକୁ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ଥ୍ୟାଙ୍କ୍ସ ଫର ୱାଚିଂ।